5 ଦିନର ଅପେକ୍ଷା ପରେ ଫାଇନାଲ ଆସିକି ପହଞ୍ଚିଗଲା। ଆଜି ମୁଁ ବହୁତ ଖୁସି କାହିଁକି ନା ଆମର ମାଇକ୍ରୋଫୋନ ଆସିବାର ଥିଲା। ମୁଁ ସକାଳୁ ଉଠି ନିତ୍ୟକର୍ମ ସାରି ରୋଷେଇ କରୁଥିଲି। ରୋଷେଇ କରିବି କଣ, ମୋ ପୁଅ ଝିଅଙ୍କର ବୋଉଙ୍କ ଖେଳ ଦେଖିବାକୁ ଲାଗିଗଲି। କାହିଁକି ନା ଏମାନେ 5 ମିନିଟ୍ ଖାଲି ଆଶୀର୍ବାଦ ନେବାରେ ଲାଗିଛନ୍ତି। ଯୋଉ ତ ଲୁଗା ପିନ୍ଧିଛନ୍ତି ଛାଡ, ଆଙ୍କୁ ଦେଖିକି ତ ମୋ ପିଲାଦିନ କଥା ମନେ ପଡିଯାଉଛି। ଆମେ ବି କେତେ ଖେଳୁଥିଲୁ, ବୁଲୁଥିଲୁ, ନା କାହାର ଭୟ ଥିଲା ନା କାହାକୁ ଡରୁଥିଲୁ। ସେ କଥା ଭାବିଲେ ବହୁତ ମନ ଦୁଃଖ ହଉଛି। ହଉ ଛାଡ। ଏଇ ସମୟରେ ଆସିକି ପହଞ୍ଚିଗଲେ ପାର୍ସଲ ବାଲା, ତ ମୁଁ ଡେରି ନ କରି ଚାଲିଗଲି ପାର୍ସଲ ଆଣିବାକୁ। ହେଲେ ଏଇଟା ତ ଓପନ ବକ୍ସ ଡେଲିଭରି ଥିଲା। ହେଲେ ସେମାନେ ସେତେ ଚେକ୍ କଲେନି, ଖାଲି ଫଟୋ ଉଠେଇକି ଦେଇଦେଲେ। ତାପରେ ମୁଁ ଆଣିକି ଆସିଲି ଭାରି। ଚାଲ ଦେଖିବା ବକ୍ସ ଭିତରେ କଣ ଅଛି। ଏ ହେଉଛି ଚାର୍ଜିଂ କେସ୍। ଆ ଭିତରେ 2ଟି ୱାୟରଲେସ୍ ମାଇକ୍ରୋଫୋନ ଅଛି। ये बड़ी अच्छी बात कही आप। ଆର ସାଇଡ ରେ ସୁଇଚ ବଟନ ଅଛି, ଆଉ ଏପଟ ସାଇଡ ରେ ଟାଇପ ସି ଚାର୍ଜିଂ ଅଛି, ଯାହାକି ତମେ ଡାଇରେକ୍ଟ ଚାର୍ଜ କରିପାରିବ। ଆଉ ଗୋଟେ କନେକ୍ଟର ଅଛି ଟାଇପ ସି ର। ଏଥିରେ ଗୋଟେ ଛୋଟ ଖୋଳ ଅଛି। ଆ ଭିତରେ ଗୋଟେ ଛୋଟ ଚାର୍ଜ କେବୁଲ ଅଛି, ଆଉ ଟାଇପ ସି ରୁ ଲାଇଟିଂ ଓଟିଜି ଅଛି। ଏତିକି। ସାଉଣ୍ଡ କ୍ୱାଲିଟି ମୁଁ ନେକ୍ସଟ ଭିଡିଓରେ ସେୟାର କରିବି। ନମସ୍କାର, ଜୟ ଜଗନ୍ନାଥ।